ଆମର 160ଟି ସେସନ୍ ସାଇଟ୍ରେ ଲଞ୍ଚିଂ ହେବ। ସେ ଲଞ୍ଚିଂ ସାଇଟ୍ ଗୁଡ଼ାକରେ ଆମର ମେଡ଼ିକାଲ କଲେଜ, ହେଡ଼କ୍ୱାର୍ଟର୍ସ ହସ୍ପିଟାଲ, ସବ୍ ଡିଭିଜନାଲ ହସ୍ପିଟାଲ, CHC, ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଏବଂ କିଛିଟା ପ୍ରାଇଭେଟ୍ ହସ୍ପିଟାଲ ସାମିଲ ଅଛନ୍ତି। ତେଣୁ ସେସବୁ କେନ୍ଦ୍ରରେ ଆମର ଯେଉଁ ଟିକାକରଣ ହେବ ସେଥିରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଦିଆଯିବ। ପ୍ରତି ସେସନ୍ରେ ଯେଉଁ ଭ୍ୟାକ୍ସିନେସନ୍ ଟିମ୍ ରହିବେ ସେଥିରେ 100 ଜଣଙ୍କୁ ଟିକାକରଣ କରାଯିବ। ସେଥିପାଇଁ ଆମେ ଯେଉଁ ମକ୍ ଡ୍ରିଲ୍ କରୁଥିଲୁ, ଏଇ ଯେଉଁ 160ଟି ଜାଗାରେ ପ୍ରାୟ ଯେଉଁ ମକ୍ ଡ୍ରିଲ୍ ହେଇଥିଲା ଯେଉଁଟା ଡ୍ରାଇ ରନ୍, ସେଗୁଡ଼ାକ ଇନକ୍ଲୁଡ଼ ଅଛନ୍ତି, ପ୍ଲସ୍ ଆଉ ଅଳ୍ପ କିଛି ନୂଆ ସେଥିରେ ଅଛନ୍ତି। ତେଣୁ ଆମର ଯାହା ଗାଇଡ଼ଲାଇନ୍ ଦିଆହେଇଥିଲା ତା ଅନୁସାରେ ସେମାନେ ପ୍ରସ୍ତୁତ ଅଛନ୍ତି। ଗୋଟେ ଭ୍ୟାକ୍ସିନେସନ୍ ଟିମ୍ରେ କେତେ ଜଣ ରହିବେ, କେତେଟା ରୁମ୍ ରହିବ, କ'ଣ କ'ଣ ବ୍ୟବସ୍ଥା ସେଠି ରହିବା ଉଚିତ ସବୁ ସେମାନଙ୍କୁ କୁହାଯାଇଛି। ଏବଂ 160ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ତାରି ଭିତରୁ 2ଟି ଜାଗାରେ 2 ୱେ କମ୍ୟୁନିକେସନ୍ ରହିବ। 2ଟି ଜାଗା ହେଉଛି କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର, ଆଉ ଗୋଟେ DHH ସୁନ୍ଦରଗଡ଼। ସେଇଥିରେ 2 ୱେ କମ୍ୟୁନିକେସନ୍ ରହିବ, ସୋ ଦ୍ୟାଟ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସାଙ୍ଗରେ କମ୍ୟୁନିକେସନ୍ ସେମାନେ କରିବେ ଯେ ଆମର କେମିତି ଚାଲିଛି କି ଯାହା ବି କିଛି ସେମାନେ କମ୍ୟୁନିକେସନ୍ କରିବେ। ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍, ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଡେ ନାଇଟ୍ ଥିଲା, ତେଣୁ ସେଇଟାକୁ ପୋଷ୍ଟପୋନ୍ କରିଦିଆଗଲା। ବର୍ତ୍ତମାନ କୋଭିଡ଼ ଭ୍ୟାକ୍ସିନେସନ୍ ଚାଲିବ, ତାପରେ ସେଇଟା ପରେ ସ୍ଥିର କରାଯିବ କେବେ କରିବୁ। ଭ୍ୟାକ୍ସିନ୍ ନିଶ୍ଚୟ ଲଞ୍ଚିଂ ଆଗରୁ ତ ଭ୍ୟାକ୍ସିନ୍ ଆସିବ, 2-3 ଦିନ ଆଗରୁ ଆସିବ। ଆସିଲେ ଆମେ ତାକୁ ଡିଷ୍ଟ୍ରିବ୍ୟୁଟ୍ କରିବୁ ସବୁ ଜିଲ୍ଲାକୁ।